ଆଜିର ପ୍ରଥମ ଖବର। ଏଣିକି ସାପ କାମୁଡ଼ିଲେ କ୍ଷତିପୂରଣ ବାବଦରେ 4 ଲକ୍ଷ ବଦଳରେ ମିଳିବ 10 ଲକ୍ଷ ଟଙ୍କା। ଆଜ୍ଞା ହଁ, ବଢ଼ିପାରେ ସାପ କାମୁଡ଼ାର କ୍ଷତିପୂରଣ ରାଶି। ଏବେ 4 ଲକ୍ଷ କ୍ଷତିପୂରଣ ମିଳୁଥିବା ବେଳେ ଏହା ଆଗକୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ କ୍ଷତିପୂରଣ ରାଶି କେନ୍ଦ୍ର ସରକାର ନିର୍ଦ୍ଧାରିତ କରିଥାନ୍ତି। କ୍ଷତିପୂରଣ ରାଶି ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ସରକାର ସମୀକ୍ଷା ମଧ୍ୟ କରିଛନ୍ତି ଏବଂ ଏହି ରାଶି ବୃଦ୍ଧି ପାଇଁ ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିଶ ମଧ୍ୟ କରିଥିଲେ। ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ସାପ କାମୁଡ଼ା ମୃତ୍ୟୁଜନିତ ପାଇଁ 4 ଲକ୍ଷ ଟଙ୍କା କ୍ଷତିପୂରଣ ମିଳୁଅଛି। ସୁପ୍ରିମକୋର୍ଟ ଏହି ଅର୍ଥକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ସାପ କାମୁଡ଼ା ଜନିତ ମୃତ୍ୟୁ ହେଲେ ପୀଡ଼ିତଙ୍କ ପରିବାରଙ୍କୁ 10 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ସୁପାରିଶ ହୋଇଛି। ପରବର୍ତ୍ତୀ ଖବର। ଆସନ୍ତା ମାସ 25 ତାରିଖରୁ ରାଜ୍ୟରେ ଖୋଲିବ ମଣ୍ଡି। ଆଜ୍ଞା ହଁ, ରାଜ୍ୟରେ ଡିସେମ୍ବର 25 ତାରିଖରୁ ଖୋଲିବ ମଣ୍ଡି। ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳବନ୍ତ ସାମନ୍ତ। ସେ କହିଛନ୍ତି ଯେ ଧାନ ନେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ସମସ୍ତ ପଞ୍ଜୀକରଣ ଚାଷୀଙ୍କୁ ସିଧାସଳଖ ମଣ୍ଡିରେ ସେମାନଙ୍କର ଧାନ ବିକ୍ରୟ କରିପାରିବେ। ଗୋଦାମ ଘର ଖାଲି ରଖିବା ପାଇଁ ମିଲରମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ପଞ୍ଜୀକୃତ ସମସ୍ତ ଚାଷୀଙ୍କଠାରୁ ଧାନ କିଣାଯିବ ଏବଂ ସମବାୟ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି 32ଟି ମଡେଲ ମଣ୍ଡି ପାଇଁ ଟେଣ୍ଡର ହୋଇଛି। ରାଜ୍ୟ ସରକାର ବିକାଶ ପାଇଁ 300 କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରିଛନ୍ତି, ଯାହାର ଲକ୍ଷ୍ୟ କ୍ରୟ ବିକ୍ରୟ ଏବଂ ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ଚାଷୀମାନଙ୍କୁ ସୁବିଧା ଯୋଗାଇ ଦେବା। ସେ ଆଶ୍ୱାସନା ଦେଇ କହିଛନ୍ତି ଯେ ସରକାର ପ୍ରାଥମିକତା ଦେଇଛନ୍ତି ଚାଷୀମାନଙ୍କର ସୁଗମ ବିକ୍ରୟ ଏବଂ ସମବାୟ ଦେୟ ସୁନିଶ୍ଚିତ କରିବା। ଡିସେମ୍ବର 25 ତାରିଖରେ ମଣ୍ଡି ଖୋଲିବା ଦ୍ୱାରା ରାଜ୍ୟରେ ବିଳମ୍ବିତ ଏଡ଼ାଇବାକୁ ଏବଂ ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦନ ବିକ୍ରି କରିବା ପାଇଁ ଏକ ନିର୍ଭରଯୋଗ୍ୟ ପ୍ଲାଟଫର୍ମ ବ୍ୟବସ୍ଥା କରିବା। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଧାନ ହୋଇଛି। ଯେଉଁମାନେ ପଞ୍ଜୀକରଣ କରିଛନ୍ତି ସେମାନଙ୍କଠାରୁ ଅଧିକ ଧାନ କିଣାଯିବ ଏବଂ 100ଟି ମଡେଲ ମଣ୍ଡି ପାଇଁ ସରକାର ଯୋଜନା ମଧ୍ୟ କରିଛନ୍ତି। ପରବର୍ତ୍ତୀ ଖବର। ଜେଡିୟୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଲେ ନୀତିଶ କୁମାର। ଆଜ୍ଞା ହଁ, ଜେଡିୟୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ନୀତିଶ କୁମାର। ବିହାରର ଜେଡିୟୁ ଦଳ ଶେଷରେ ନୀତିଶ କୁମାରଙ୍କ ନାମରେ ମୋହର ମାରିଛନ୍ତି। ଗତକାଲି ଜେଡିୟୁ ବିଧାୟକ ଦଳର ବୈଠକ ବସିଥିଲା ଏବଂ ନେତା ନିର୍ଦ୍ଧାରଣ ହୋଇଛନ୍ତି। ଏହାପରେ ଆଜି ଦିନ 11:30ରେ 10ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଶପଥ ନେବେ। ଏପଟେ ବିଜେପି ବିଧାୟକ ଦଳର ନେତା ହେଉଛନ୍ତି ସମ୍ରାଟ ଚୌଧୁରୀ। ତାଙ୍କୁ ବିଜେପି ଦଳର ବିଧାୟକ ଏବଂ ନେତାର ନିର୍ବାଚିତ କରାଯାଇଛି। ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ବିହାର ଉପମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ତୁଲାଇବେ। ପରବର୍ତ୍ତୀ ଖବର। ଗତକାଲି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ପିଏମ୍ କିଷାନ ଟଙ୍କା। ଆଜ୍ଞା ହଁ, ଚାଷୀମାନେ ଗତକାଲି ଖୁସି ଖବର ପାଇଛନ୍ତି। ତାଙ୍କ ଆକାଉଣ୍ଟକୁ ଆସିଛି ସିଏମ୍ କିଷାନର ଟଙ୍କା। ସିଏମ୍ କିଷାନ ଯୋଜନାର 21ତମ କିସ୍ତି ପାଇଛନ୍ତି ଚାଷୀ। କୋଏମ୍ବାଟୁରରୁ ଚାଷୀମାନଙ୍କ ଖାତାକୁ ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚାଷୀଙ୍କ ଆକାଉଣ୍ଟକୁ ଆସିଛି 2000 ଲେଖାଏଁ ଟଙ୍କା। ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ 3 ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ବଣ୍ଟନ କରାଯାଇଛି। ସିଏମ୍ କିଷାନ ଯୋଜନା ପ୍ରତି ବର୍ଷକୁ 6000 ଟଙ୍କା କିସ୍ତି ପ୍ରଦାନ କରାଯାଏ ଚାଷୀମାନଙ୍କ ପାଇଁ। ନଭେମ୍ବର 19 ତାରିଖରେ ଅର୍ଥାତ୍ ଗତକାଲି ନରେନ୍ଦ୍ର ମୋଦି ତାମିଲନାଡୁ କୋଏମ୍ବାଟୁରରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 21ତମ କିସ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କିସ୍ତି ବାବଦରେ ଆର୍ଥିକ ଯୋଜନା ଅନ୍ତର୍ଭୁକ୍ତ 20 କୋଟି ଚାଷୀଙ୍କୁ ପ୍ରତ୍ୟକ୍ଷ ଲାଭ ଡିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି, ଯାହା ଚାଷୀମାନଙ୍କର ଉନ୍ନତି ହେବାରେ ସାହାଯ୍ୟ କରିବ। ପରବର୍ତ୍ତୀ ଖବର। ଦଶପଲ୍ଲାରେ ଦେଶର ସର୍ବବୃହତ ବାୟୋରିଆକ୍ଟର। ଆଜ୍ଞା ହଁ, ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାମୁସାହି ଏବଂ କୁଲୁରୁକୁମ୍ପା ମଧ୍ୟରେ ଭାରତର ସର୍ବବୃହତ ଦ୍ୱିତୀୟ ଦୀର୍ଘତମ ବାୟୋରିଆକ୍ଟର ସେତୁ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ପୂର୍ବତଟ ରେଳବାଇ ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି। ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପକୁ କାର୍ଯ୍ୟକୁ ତ୍ୱରାନ୍ୱିତ ଏବଂ ଶୀଘ୍ର ଶେଷ କରିବା ସହିତ ଖୋର୍ଦ୍ଧା ଏବଂ ବଲାଙ୍ଗୀର ମଧ୍ୟରେ ରେଳ ସମ୍ପର୍କ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଆସାମର ବିଲିବିଲ ସେତୁ ପରେ ଏହା ଦେଶର ଦ୍ୱିତୀୟ ସର୍ବବୃହତ ସେତୁ ହେବ, ଯାହାକି ଦଶପଲ୍ଲା କ୍ଲବ ସୀମା ମଧ୍ୟରେ ଏହି ସେତୁ ନିର୍ମାଣ କାର୍ଯ୍ୟକ୍ରମ ଚାଲିଛି। ପରବର୍ତ୍ତୀ ଖବର। ଆଜି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି। ଆଜ୍ଞା ହଁ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଝାରସୁଗୁଡ଼ାରେ ଟ୍ରାଞ୍ଜିଟିଂ ଗସ୍ତ ରହିଛି। ଅର୍ଥାତ୍ ରାଷ୍ଟ୍ରପତି ବିମାନ ବନ୍ଦରକୁ ବାହାରକୁ ବାହାରିବେନି, କିନ୍ତୁ ବିମାନ ବନ୍ଦରରେ 2 ଥର ଯିବା ଆସିବା କରିବେ। ଅର୍ଥାତ୍ ଗତକାଲି ଦିଲ୍ଲୀରୁ ସେ ଆସିବେ ଏବଂ ଆସି ବିମାନ ବନ୍ଦରରେ ପହଞ୍ଚି ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାହାରି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନ 10:05 ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ହେଲିକପ୍ଟର ଯୋଗେ ଛତିଶଗଡ଼ର ଅମ୍ବିକାପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ସେଠାରୁ ହେଲିକପ୍ଟର ଯୋଗେ ବାହାରି ଦିନ 1:35 ଝାରସୁଗୁଡ଼ା ବିମାନ ବନ୍ଦରରେ ପୁଣି ପହଞ୍ଚିବେ। ଏଠାରୁ ପୁଣି ଦିନ 1:45 ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ତିରୁପତି ଗସ୍ତ କରିବେ। ପରବର୍ତ୍ତୀ ଖବର, ସୁରକ୍ଷାକର୍ମୀଙ୍କର ଗୁଳିରେ 7 ମାଓବାଦୀ ନିପାତ। ଆଜ୍ଞା ହଁ, ସୁରକ୍ଷାକର୍ମୀଙ୍କ ଗୁଳିରେ 7 ନକ୍ସଲ ସେମାନଙ୍କର ପ୍ରାଣ ହରାଇଛନ୍ତି। ଆନ୍ଧ୍ରର ମରେଡମଲ୍ଲି ଜଙ୍ଗଲରେ ହୋଇଥିଲା ଏହି ଏନକାଉଣ୍ଟର। ଘଟଣାସ୍ଥଳରେ ଗ୍ରାଉଣ୍ଡରେ ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଗତକାଲି 6 ଜଣ ନିହତ ହୋଇଥିଲେ ଏବଂ ଟପ୍ ମାଓ ନେତା ହିଡିମ୍ମା ଓ ତାଙ୍କର ପତ୍ନୀ ସମେତ 6 ଜଣ ମାଓବାଦୀ ନିହତ ହୋଇଥିଲେ। ଏହା ସହିତ ଆନ୍ଧ୍ର ପୋଲିସ 50 ଜଣ ନକ୍ସଲଙ୍କୁ ଗିରଫ କରିଛି। ପୁଣି ବର୍ତ୍ତମାନ ଆଜି ସୁରକ୍ଷାକର୍ମୀଙ୍କର ଗୁଳିରେ 7 ନକ୍ସଲ ନିହତ ହୋଇଛନ୍ତି, ଯାହା ସେନାର ଯବାନମାନଙ୍କ ପାଇଁ ଅତ୍ୟନ୍ତ ଖୁସିର କଥା। ପରବର୍ତ୍ତୀ ଖବର, ଖାରଜ ହେଲା ସମ୍ବଲପୁର ଲୋକସଭା ନିର୍ବାଚନ ମାମଲା। ଆଜ୍ଞା ହଁ, ସମ୍ବଲପୁରରେ ଲୋକସଭା ନିର୍ବାଚନ ମାମଲାକୁ ଖାରଜ କରିଛନ୍ତି ଅନରେବୁଲ ହାଇକୋର୍ଟ। ଆବେଦନକାରୀ ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କର ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ଲୋକସଭା ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ କରିଥିଲେ ଆବେଦନ। ସଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ଆବେଦନ କରିଥିଲେ ସୁବାସ ସ୍ୱାଧୀନ ପ୍ରାର୍ଥୀ। ଏହି ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ପରବର୍ତ୍ତୀ ଖବର, ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି କୋଷ୍ଟାଲ ହାଇୱେ ପ୍ରକଳ୍ପ। ଖୁବ୍ ଶୀଘ୍ର କୋଷ୍ଟାଲ ହାଇୱେ ପ୍ରକଳ୍ପ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ପ୍ରକଳ୍ପକୁ ମିଳିଛି ଆର୍ଥିକ ଅନୁମୋଦନ। ଅର୍ଥ ମନ୍ତ୍ରଣାଳୟ ଆପ୍ରାଇଜିଟିଂ କମିଟି ଓଡ଼ିଶା ଉପକୂଳ ରାଜପଥ ପ୍ରକଳ୍ପକୁ ପ୍ରଥମ ପର୍ଯ୍ୟାୟ ଅନୁମୋଦନ କରିଛନ୍ତି। ଏହି ଅନୁମୋଦନ କ୍ରମେ ରାମେଶ୍ୱରମ ଠୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତାର ଅନଲାଇନମେଣ୍ଟ ଅନ୍ତର୍ଭୁକ୍ତ ହେବ, ଯାହାର ପ୍ରକଳ୍ପ ବାବଦରେ ଖର୍ଚ୍ଚ 8,300 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପାଣ୍ଠି ପ୍ରକଳ୍ପର ପ୍ରଥମ ପ୍ୟାକେଜ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ଏହି ପ୍ରସ୍ତାବ କ୍ୟାବିନେଟ କମିଟି, ଅନଲାଇନ କମିଶନର, ଆରସିୟୁ ଏବଂ ସିଇସି ଅନୁମୋଦନ ଅପେକ୍ଷାରେ ଅଛି। ସିଇସିର ଅନୁମତି ପରେ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ NHAI ଟେଣ୍ଡର ଏବଂ କାର୍ଯ୍ୟକ୍ରମ ଆରମ୍ଭ କରିବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ମାଡ଼ି ଆସୁଛି ପୁଣି ଏକ ଲଘୁଚାପ। ଆଜ୍ଞା ହଁ, ପୁଣି ଏକ ଲଘୁଚାପ ମାଡ଼ି ଆସୁଛି। ଚିନ୍ତାରେ ଚାଷୀକୂଳ। ଧାନ ଫସଲ ଅମଳ ବେଳ ପାଖେଇ ଆସିଲା ବେଳକୁ ଡରାଇଲାଣି ଲଘୁଚାପ ବର୍ଷାର ଭୟ। ହଁ ଆଜ୍ଞା, ତୀବ୍ର ହେବାରେ ମାଡ଼ିଛି ବର୍ଷା ଏବଂ ଆଗକୁ ଆସୁଛି ବର୍ଷା ଭୟ। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। 22 ତାରିଖରେ ଲଘୁଚାପ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହି ଲଘୁଚାପ 24 ତାରିଖ ବେଳକୁ ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ 48 ଘଣ୍ଟାରେ ଆହୁରି ଘନୀଭୂତ ହେବେ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।